ଯୁଗେ ଯୁଗେ ନାରୀ ପାଇଁ ପୁରାଣ ଚର୍ଚ୍ଚିତ, ଇତିହାସ ଗର୍ବିତ। କର୍ତ୍ତବ୍ୟର ରାଜପଥରେ ଚାଲୁ ଚାଲୁ ସ୍ୱାମୀହରା ପୁତ୍ରହରା ନାରୀ ଦେଶ ପାଇଁ ଶହୀଦ ହୋଇଥିବା ସେହି ଶକ୍ତିମୟୀ କୀର୍ତ୍ତିମୟୀ ବୀରାଙ୍ଗନା ନାରୀ ରାଣୀ ଲକ୍ଷ୍ମୀବାଈ, ଯାହାର ସ୍ୱରରେ ଥିଲା ବିଜୟିନୀର ଆହ୍ୱାନ, ଶରୀରରେ ଥିଲା ଶତସିଂହର ଶକ୍ତି। ସ୍ୱାଧୀନ ଭାରତର ଛବି ଦେଖିବା ଥିଲା ତାଙ୍କ ଆଖିର ସ୍ୱପ୍ନ। ବାଲ୍ୟ ବିବାହର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ବାଳିକା ଶିକ୍ଷାର ପ୍ରସାରକୁ ପ୍ରୋତ୍ସାହନ କରି ନାରୀମାନଙ୍କର ବିକାଶକୁ ଆଗେଇ ଆଣିଥିବା ଆଉ ଜଣେ ନାରୀ ହେଉଛନ୍ତି ସାବିତ୍ରୀବାଈ ଫୁଲେ। କେହି କେବେ ଭୁଲି ପାରିବେନି ଐତିହାସିକ ଗାର୍ଗୀ, ଲୋପାମୁଦ୍ରା, ମୈତ୍ରୀ, ଯଶୋଧରାଙ୍କୁ। ଏବେ ବି ସଜୀବିତ ଅଛି ଇନ୍ଦିରା ଗାନ୍ଧୀଙ୍କର ଛବି ଆଉ ଭାରତର ରାଜନୀତି। ଧୈର୍ଯ୍ୟର ଚରମ ନିଦର୍ଶନରେ ସେଇ ଅଲି ଅଳି କାଞ୍ଚି ରାଜଜେମା, ଯିଏ ଥିଲେ ଦିନେ କଳିଙ୍ଗର ଯୁଦ୍ଧବନ୍ଦିନୀ ପଦ୍ମାବତୀ। ତ୍ୟାଗର ମୂର୍ତ୍ତିମନ୍ତ ରୂପ, ପାଞ୍ଚାଳର ରାଜକନ୍ୟା, ପଞ୍ଚପତିର ନାୟିକା, ତିଳ ତିଳ ଆହୁତି ଦେଇଥିବା ସେ ଅଦ୍ୱିତୀୟ ନାରୀ ଜଣକ ହେଲେ ଦ୍ରୌପଦୀ। ଜୀବନ ଯୁଦ୍ଧରେ ନିଜକୁ ଆହୁତି ଦେଇ ପରିବାର ପାଇଁ, ଜାତି ପାଇଁ କଲ୍ୟାଣୀ ସାଜିଥିବା ନାରୀ ହେଉଛନ୍ତି ଜନକନନ୍ଦିନୀ, ମୈଥିଳୀ, ସୀତା, ଦୁର୍ଗା, ଦଶଭୁଜା, ମହିଷାମର୍ଦିନୀ, କାତ୍ୟାୟନୀ, ଦୁଃଖହାରିଣୀ, ବିପଦକାରିଣୀ। ନାରୀ ସବୁବେଳେ ସେଇ ଦୁର୍ଗାଙ୍କର ରୂପ।